हाय हेलो नमस्कार ମୁଁ ଆପଣଙ୍କୁ ସୁଶାନ୍ତ। ଏଇଟା ମୋର ପ୍ରଥମ ଭିଡ଼ିଓ ଗୋଟେ ନୂଆ ଜର୍ଣ୍ଣି ଷ୍ଟାର୍ଟ କରିଛି। ଦେଖନ୍ତୁ ଏକ୍ଜାମ ତ ପାଖେଇ ଆଇଲାଣି। ଯୋଉମାନେ ସବୁ SSC ସିଜିଏଲ 2025 ପ୍ରିଲିମ୍ସ ପ୍ରିପେୟାର ହେଉଛ କିମ୍ବା ଯୋଉ RI ନୂଆ ବାହାରିଛି ତା ପାଇଁ ପ୍ରିପେୟାର ହେଉଛ, ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ଦେଖନ୍ତୁ ଦେଖିବା ସହିତ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ ମଧ୍ୟ କରନ୍ତୁ। ନୂଆ ଚ୍ୟାନେଲ ସପୋର୍ଟ ଦରକାର। आज देखिए मार्च मासर फेब्रुआरी मासर डे एंड थीम्स स्टार्ट करवा। 1 तारीख होची इंडियन कोस्ट गार्ड डे। 1 तारीख कौन इंडियन कोस्ट गार्ड डे। 1 तारीख। 2 तारीख होची वर्ल्ड वेटलैंड्स डे। 2 तारीख इंडियन 2 तारीख वर्ल्ड वेटलैंड्स डे। এটা হচ্ছে সেলিব্রেটেড 2 ফেব্রুয়ারি। তার থিম কোন 2026 তার থিম ওয়েটল্যান্ডস এন্ড ট্র্যাডিশনাল নলেজ সেলিব্রেটিং কালচারাল হেরিটেজ। ওয়েটল্যান্ডস এন্ড ট্র্যাডিশনাল নলেজ সেলিব্রেটিং কালচারাল হেরিটেজ। ଯଦି ଆମମାନେ ହେଉଛନ୍ତି ଓଡ଼ିଆ ମିଡ଼ିୟମ୍ ପିଲା, ଇଂଲିଶଟେ ଭଲକି ପାଟିରେ ପଶୁନି, ଆଡ଼ଜଷ୍ଟ କରିବା ଆଉ। ଆଡ଼ଜଷ୍ଟ କ'ଣ, ଯେତିକି ପରୀକ୍ଷାରେ ପଢ଼ିବା କଥା ମୁଁ ସେତିକି କହିଦେଉଛି। ଆଡ଼ଜଷ୍ଟ ଫାଷ୍ଟ କିଛି ଦରକାର ନାହିଁ। ଚାକିରି ଖଣ୍ଡେ ଦରକାର, ଚାକିରି ଖଣ୍ଡେ କରିବା। ଆଡ଼ଜଷ୍ଟ କ'ଣ ଦରକାର ଆମର। ଚାଲ ହେମ୍ ତ କହିଲେ ଏଇଟା ହେଉଛି 2 ଫେବ୍ରୁଆରୀ 1971 ଷ୍ଟାର୍ଟ ହେଇଛି। ତାପରେ 2 ଗଲା, 3 ତାରିଖ କାମ ଅଛି କି ନା, 3 ତାରିଖ କିଛି ନାହିଁ। 4 ଫେବ୍ରୁଆରୀ ଗୋଟେ ଇମ୍ପୋର୍ଟାଣ୍ଟ ଅଛି, ଆଉ ଗୋଟେ କିଡେ ଲେଖିଦେଇଛି। 2 ଫେବ୍ରୁଆରୀ କହିଲି, 2 ଫେବ୍ରୁଆରୀ 2ଟା ଅଛି ଗଲା। ଆଉ ଗୋଟେ 2 ଫେବ୍ରୁଆରୀ ଅଛି ଓଡ଼ିଆ ପିଲାଙ୍କୁ ଛାଡ଼ କହିବାଟା କଣ୍ଟ୍ରୋଭର୍ସିଆଲ ହେଇଯିବ। ଆଗକୁ ଚାଲ। 4 ଫେବ୍ରୁଆରୀ ହେଉଛି ଇଣ୍ଟରନ୍ୟାସନାଲ ଡେ ଅଫ ହ୍ୟୁମାନ ଫ୍ରାଟର୍ନିଟି। ଇଣ୍ଟରନ୍ୟାସନାଲ ଡେ ଅଫ ହ୍ୟୁମାନ ଫ୍ରାଟର୍ନିଟି ହେଲା। ଆଉ ଗୋଟେ ସେଇ 4 ଫେବ୍ରୁଆରୀ ଅଛି ୱାର୍ଲଡ କ୍ୟାନ୍ସର ଡେ। ଏଇଟା ଇମ୍ପୋର୍ଟାଣ୍ଟ। ଗାର ମାଧ୍ୟମ ଆପଣ ଖାତାରେ ବି ଲେଖା ହେଇଥିବ, ଯଦି ନୋଟ୍ କରିଥିବେ। ଆଉ ଯଦି ନୋଟ୍ କରିନଥିବେ କାହିଁ ସିଜିଏଲ ପ୍ରିପେୟାର ହେଉଛନ୍ତି, ଏଇଟା ଗୋଟେ ମୁଁ ରିଭିଜନ କରୁଛି ହେଲା। ନୋଟ୍ କରିଥିବେ, ନୋଟ୍ ଧରି ବସିକି ଭିଡ଼ିଓ ଦେଖନ୍ତୁ, ରିଭିଜନ କରନ୍ତୁ। 4 ଫେବ୍ରୁଆରୀ ୱାର୍ଲଡ କ୍ୟାନ୍ସର ଡେ। ଫାଷ୍ଟ ଲଞ୍ଚ ହେଇଥିଲା 2000 ମସିହାରେ। ଆର ଏଇଟା ହେଉଛି 20th ଅବଜରଭାନ୍ସ। আর থিম କ'ଣ, ଏ 2026 ଗୋଟେ ଥେମ୍ ରଖା ହେଇଥାଏ। ଡେ ହେଇଛି ମାନେ ତା ଥେମ୍ ରହିବ ୟୁନାଇଟେଡ ବାଇ ୟୁନିକ୍। ଗୋଲ କ'ଣ, କ୍ୟାନ୍ସର ମୁକ୍ତ, କ୍ୟାନ୍ସର ଯୋଉମାନେ ମରୁଛନ୍ତି ତାକୁ କମେଇବା। ଆଉ କ'ଣ ଗୋଲ, ଏଇଆ ତ। ଆଉ ଗୋଟେ ଏଇ ଯୋଉ ୱାର୍ଲଡ କ୍ୟାନ୍ସର ଡେ ଲେଡ୍ ବାଇ କିଏ ପଚାରିବ, ଯଦି ପଚାରିଦେଲା କିଏ, ୟୁନିୟନ ଫର ଇଣ୍ଟରନ୍ୟାସନାଲ କ୍ୟାନ୍ସର କଣ୍ଟ୍ରୋଲ, UICC। यार फुल फॉर्म मने दियंतु, यूनियन फॉर इंटरनेशनल कैंसर कंट्रोल टू सपोर्ट द गोल्स ऑफ द वर्ल्ड कैंसर डिक्लेरेशन रिटन इन 2008। तापरे फेब्रुआरी 4 गला। फेब्रुआरी 6 रे डे अछि। फेब्रुआरी 6 अछि इंटरनेशनल डे ऑफ जीरो टॉलरेंस फॉर फीमेल जेनिटल म्यूटिलेशन। इंटरनेशनल डे ऑफ जीरो टॉलरेंस फॉर फीमेल जेनिटल म्यूटिलेशन मनला तो। तापरे 1 ରୁ 7 ଫେब्ରୁଆରୀ ଗୋଟେ ଚାଲୁଛି କ'ଣ ନା ୱାର୍ଲଡ ଇଣ୍ଟରଫେଥ ହାରମୋନି ୱିକ୍। ଏ ଗୋଟେ ସପ୍ତାହ ହେଇଥିଲା ୱାର୍ଲଡ ଇଣ୍ଟରଫେଥ ହାରମୋନି ୱିକ୍। ଏତେ ଇମ୍ପୋର୍ଟାଣ୍ଟ ନାହିଁ, କଥା ମନେ ରଖିଥାଅ। ପୁଣି 2 ରୁ 8 ତାରିଖ ହେଇଥିଲା ସେଇ ଫେବ୍ରୁଆରୀ ମାସର, ସେ ଗୋଟେ ୱିକ୍ ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ ୱିକ୍। ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ ୱିକ୍, ୟାର୍ଡ ଯୁଦ୍ଧରେ ବାଡ଼ାବାଟି ମଲେଣି, କିନ୍ତୁ ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ ୱିକ୍ ପାଳନ କରାଯାଉଛି। ହଉ ଚାଲୁ, এটা ইম্পর্টান্ট নাই, ছাড়। 8 ফেব্রুয়ারি 8 ফেব্রুয়ারি ন্যাশনাল অপেরা ডে। আরে হে ন্যাশনাল অপেরা ডে ବି ଗୋଟେ ଅଛି। ହଉ ଛାଡ଼, ଅଛି ତ ଆଉ କ'ଣ କରିବା। 8 ଗଲା, ମୋର କିଛି ନାହିଁ। ତ କ୍ୱେଶ୍ଚନ ପଚାରୁଛି, କୁହ, କମେଣ୍ଟ ଆନ୍ସର ଦିଅ। When is the World Pulses Day observed? World Pulses Day observed। କମେଣ୍ଟ ଭଲ ଭଲ ତ। ହଉ ଆନ୍ସର ଶୁଣ। ଫେବ୍ରୁଆରୀ 10 ତାରିଖ। ଫେବ୍ରୁଆରୀ 10 ତାରିଖ ହଉଛି କ'ଣ ୱାର୍ଲଡ ପଲସେସ୍ ଡେ। थीम तार कौन
pulses of the world from modest to excellence. Pulses of the world from modest to excellence. It is a designated United Nations global event to recognize the importance of pulses as global food. It is first observed in the year 2019. ଏତେ ମନେ ରଖିବା ଦରକାର ନାହିଁ ୱାର୍ଲଡ ପଲ୍ସେସ୍ ଡେ 10 ଫେବୃଆରୀ ଥେମ୍ ମନେ ରଖ ବାସ୍ ସଇଲା ଥେମ୍ କଣ ପଲ୍ସେସ୍ ଅଫ ଦ ୱାର୍ଲଡ ଫ୍ରମ୍ ମଡେଷ୍ଟ ଟୁ ଏକ୍ସିଲେନ୍ସ। ହଁ ଶୁଣ ଯଦି ବ୍ୟାକଗ୍ରାଉଣ୍ଡ କିଛି ପବନ ଫବନ ଆସେ ଶୁଭୁଥାଏ ସେ ନଏଜ ହଉଥାଏ ତାକୁ ଇଗ୍ନୋର କର ହେଲା କାହିଁକି ନା ଜାଣିଛ ତ ଖରା ଦିନ ସବୁଦିନ 4ଟା ବେଳେ ମେଘ ଉଠଉଛି ମତେ 4ଟା ବେଳେ ଟିକେ ଫାଙ୍କା ମିଳୁଛି ପବନ ହଉଛି ଆଉ ପବନ ଠି ଆମର କାମ କଣ ଆଗକୁ ପରୀକ୍ଷା ଅଛି ପାଠ ପଢ ଶୁଣ ଇଆଡେ 10 ଗଲା ମାନେ ସ୍ପେଶାଲି ଶୁଣ क्वेश्चन नंबर 5 नेशनल वुमेन्स डे इज सेलिब्रेटेड ऑन द व्हिच डेट इन इंडिया हला नेशनल को हम इंडिया रे जो महिला दिवस के पालन करा होसे को नेशनल वुमेन्स डे को 13 फरवरी हला काहे पालन करा से विषय रो कहबे आगे तार थेम टे सुन दियो 2024 रो थेम होसे गिव टू गेन बढ़िया पे दियो गिव टू गेन एवरी ईयर से 13 फरवरी पालन करा नेशनल वुमेन्स डे आ जो इंटरनेशनल कथा एटा मार्च मास रे अछि हला एटा परे आलोचना करबा एटा कोन पे पालन करा होचे जो सरोजिनी नायडू जन्म दिवस होचे से 13 फरवरी जन्म ग्रहण करथिले तांको उपाधि है नाइटिंगेल ऑफ इंडिया ये जो नाइटिंगेल ऑफ इंडिया सरोजिनी नायडू के देथिले को महात्मा गांधी देथिले हला ये जन पॉलिटिकल एक्टिविस्ट इंडियन फ्रीडम स्ट्रगल फेमस पोएट तांको समय से थिले एबे भी अछंती आ एबडा के पोएट काई ह से छडा कंट्रोवर्शियल कथा आलोचना करिया तांको फर्स्ट वॉल्यूम पोएट आज द गोल्डन थ्रेशोल्ड हला द गोल्डन थ्रेशोल्ड 1905 रे से एटा ओटे फर्स्ट वॉल्यूम पोएट रे क्वेश्चन ता में आगु आइछि सीवाज फॉलो तो से तो महात्मा गांधी फॉलो जे तू कहथिले हे महात्मा गांधी उपाय दे देले नाइटिंगेल नाइटिंगेल इन द सॉल्ट सत्याग्रह सरोजिनी नायडू ना काम अपेक्षा करूनु महात्मा गांधी टू अलाउ वुमेन के मन रखियो से ट्रिक रे ही कहूची ते मजा मस्ती कर पड़ले आराम से मुंडा भीतर मन रही छ से कहूची के देह को नेबेनी सी फर्स्ट फीमेल गवर्नर ऑफ द यूनाइटेड प्रोविंस 1947 हला से फर्स्ट फीमेल गवर्नर 1947 रे यूनाइटेड प्रोविंस रा से मते फर्स्ट वुमेन इंडिया रो जे कि प्रेसिडेंट ऑफ इंडियन नेशनल कांग्रेस रो ताके मते कह दे भारत कोकिल से बिकम द प्रेसिडेंट ऑफ द इंडियन नेशनल कांग्रेस इन 1925 कानपुर नेशनल कांग्रेस हेतले she was also first woman to be appointed an Indian state governor देखो जाओ सुनो आजकल तो सेते बळे केते काम करथिले आजकल का छाड़ा नहीं कहबा सेगुडा तो और फर्स्ट वॉल्यूम पार्ट होची तो कहिथिले द गोल्डन थ्रेशोल्ड 1905 रे से पोएटा लिखथिले आ she was a good poet she was called the nightingale of India तक महात्मा गांधी कहिथिले नोटेबल वर्क होची तांकर अछि किछि प्रथम द गोल्डन थ्रेशोल्ड 1905 रे लिखथिले मु कहि दो रिलीज बोली सॉरी द बैड ऑफ द टाइम songs of life death of spring Muhammad Jinnah an ambassador of unit the village song in the villages of Hyderabad आरो अन्य किछि लिखिचंती नेक्स्ट क्वेश्चन which day marks the founded day of Delhi police को दिल्ली पुलिस रा फाउंडेशन केबे 16 फरवरी मोटो कौन तार शांति सेवा न्याय पीस सर्विस एंड जस्टिस जो फॉर्म के हेतिला 1861 मसीह रे ब्रिटिश समय हेतिला रिनेम दिल्ली पुलिस 16 फरवरी 1968 रिनेम हेतिला हेडक्वार्टर्स अछि जयसिंह मार्ग न्यू दिल्ली रे करेंट डेट होजन 27 बोलछ
ତାପରେ ନେକ୍ସଟ ଦେଖିଦିଅନ୍ତୁ, ଯୋଉ ରାମକୃଷ୍ଣ ପରମହଂସ ଅଛନ୍ତି ତାଙ୍କର ବାର୍ଥ ଆନିଭର୍ସରୀ ଏଇ ଫେବୃଆରୀ ମାସରେ ପାଳନ କରାଯାଇଥିଲା। କୋଉ ଦିନ ପାଳନ, କେତେ ତାରିଖ? 18 ଫେବୃଆରୀ ହେଲା। ତା ଜନ୍ମ ଦିବସ 18 ଫେବୃଆରୀ। ସେ 18 ଫେବୃଆରୀ 1836 ଜନ୍ମଗ୍ରହଣ କରିଥିଲେ। ନା ହଉଛି ଆଉ ଗୋଟେ ହଉଛି ଗଦାଧର ଚଟ୍ଟୋପାଧ୍ୟାୟ। ସେ କମାରପୁକୁର হুগলি ডিস্ট্রিক্ট ওয়েস্ট বেঙ্গল জন্মগ্রহণ କରିଥିଲେ ବ୍ରାହ୍ମଣ ଫ୍ୟାମିଲିରେ। ପ୍ରିଷ୍ଟ ଦକ୍ଷିଣେଶ୍ୱର କାଳୀ ଟେମ୍ପଲ ପୂଜା କରିଥିଲେ ଦକ୍ଷିଣେଶ୍ୱର ମନ୍ଦିରର। ହି ୱାଜ ଗିଭେନ ଦ ଟାଇଟଲ ପରମହଂସ, ତାଙ୍କୁ ଦେଇଥିଲେ ଗୁରୁ ତୋଟାପୁରୀ ଦେଇଥିଲେ ପରମହଂସ ଟାଇଟଲ ରାମକୃଷ୍ଣ ପରମହଂସଙ୍କୁ। He is regarded as one of the most influential mystics and spiritual teachers in Indian history. He was the guru of Swami Vivekananda. Guru of Swami Vivekananda. Ramakrishna Mission was founded by Swami Vivekananda in 1897. ଯେତିକି ତାଙ୍କ ଗୁରୁ ଥିଲେ ସେ ତାଙ୍କ ଗୁରୁ ଦକ୍ଷିଣା ଦେଲେ 1897 ଆଉ। Its headquarters is located in ବେଲୁର ମଠ, ୱେଷ୍ଟ ବେଙ୍ଗଲ। ମନେ ରଖନ୍ତୁ। ନେକ୍ସଟ କେତେ ତାରିଖ ଗଲା ଆମର? ଫେବୃଆରୀ 18 ତାରିଖ ନା? ହଁ, ସେ ରାମକୃଷ୍ଣ ପରମହଂସଙ୍କ ଜନ୍ମଦିନ ଥିଲା ଫେବୃଆରୀ 18 ତାରିଖ। ଆହୁରି କିଛି ମଝିରେ ମଝିରେ ଛୋଟ ଛୋଟ ଡେ ରହିଯାଇଛି। 8 ଫେବୃଆରୀ ତ କହିଥିଲି ନ୍ୟାସନାଲ ଅପେରା ଡେ। 11 ଫେବୃଆରୀ ହଉଛି ୱାର୍ଲଡ ଡେ ଅଫ ଶିଖ। ଇମ୍ପୋର୍ଟାଣ୍ଟ ନାହିଁ କଥା, ଆମେ ଆଗେ ଇମ୍ପୋର୍ଟାଣ୍ଟ ଗୋଟେ ଦେଖିବା, ଗୋଟେ ମୁଁ ପଛରେ କହିଦେବି ସବୁ ଲାଷ୍ଟକୁ। ତାପରେ ୱାର୍ଲଡ ଡେ ଅଫ ସୋସିଆଲ ଜଷ୍ଟିସ କେବେ ପାଳନ କରାଯିବ? ୱାର୍ଲଡ ଡେ ଅଫ ସୋସିଆଲ ଜଷ୍ଟିସ 20 ଫେବୃଆରୀ। କମେଣ୍ଟ କରିଥିବ ହେଲା। 20 ଫେବୃଆରୀ ତା ଥେମ୍ କଣ? ରିନ୍ୟୁଡ କମିଟମେଣ୍ଟ ଟୁ ସୋସିଆଲ ଡେଭଲପମେଣ୍ଟ ଆଣ୍ଡ ସୋସିଆଲ ଜଷ୍ଟିସ। এটা ପାଳନ କେବେଠୁ କରାଯାଉଛି? 2009 ମସିହାରୁ କରାଯାଉଛି। ଇଟ୍ ଇଜ ଅଲସୋ ଫୋକସ୍ ଅନ୍ ଦ ଜଷ୍ଟିସ ପାଇଁ ହଉଥିବ, ଫୋକସ୍ ଅନ୍ ଦ ଗୋଲ ଅଫ୍ ଆଚିଭିଂ ଫୁଲ ଏମ୍ପ୍ଲୟମେଣ୍ଟ ଆଣ୍ଡ ସପୋର୍ଟ ଫର ସୋସିଆଲ ଇଣ୍ଟିଗ୍ରେସନ। On November 2007, the UN General Assembly named February 20 as the World Day of Social Justice. The day was first observed in January. या तो इंटरनेशनल मदर लैंग्वेज डे इम्पोर्टेंट अछि, तो इम्पोर्टेंट अछि ହେଲା। इंटरनेशनल मदर लैंग्वेज डे इज ऑब्जर्व्ड ऑन 21 फरवरी। 21 फरवरी ମୁଁ 21 फरवरी पालन थिला मदर लैंग्वेज डे इंटरनेशनल इंटरनेशनल। 2026 थीम को यूथ वॉइसेस ऑन मल्टीलैंग्वेज एजुकेशन। यूथ वॉइसेस ऑन मल्टीलैंग्वेज एजुकेशन ହେଲା। इंटरनेशनल मदर लैंग्वेज डे इज सेलिब्रेटेड ड्यू टू द इनिशिएटिव ऑफ बांग्लादेश। ହେଲା କଣ ପାଳନ କରାଯାଇଥିଲା? 21 ଫେବୃଆରୀ 1952 ମସିହାରେ 4 ଜଣ ଷ୍ଟୁଡେଣ୍ଟ କୁ ମାରି ଦିଆଯାଇଥିଲା। କଣ ପାଇଁ? ସେଥିରେ କ୍ୟାମ୍ପେନିଂ କରିଥିଲେ ଫର ଦ ୟୁଜ ଅଫ ବେଙ୍ଗଲୀ as the mother language official in Bangladesh। ବାଂଲାଦେଶରେ ନିଜ ମଦର ଲାଙ୍ଗୁଏଜ ହିସାବରେ ବେଙ୍ଗଲୀ ବ୍ୟବହାର କରି ମାରି ଦିଆଯାଇଥିଲା। ବୁଝିପାରୁଥିବେ ମୁଁ କହିବାକୁ ଚାହୁଁନି ବିଷୟରେ ହେଲା, ଖାଲି ମନେ ରଖିଦିଅନ୍ତୁ। इंटरनेशनल मदर लैंग्वेज होची 21 फरवरी, तार थीम होची यूथ वॉइसेस ऑन मल्टी लैंग्वेज एजुकेशन। नेक्स्ट, व्हेन इज द ऑब्जर्वेंस ऑफ वर्ल्ड पीस एंड अंडरस्टैंडिंग डे? वर्ल्ड पीस एंड अंडरस्टैंडिंग डे फेब्रुआरी 23। ट्रम्प मन रख दियो, फेब्रुआरी 23 ट्रम्प वर्ल्ड पीस एंड अंडरस्टैंडिंग डे। ट्रम्प कहीं कहनी बुझिपारुथिबे तो कहीं थीम फेम नहीं। आगु चलो, फेब्रुआरी 24 कौन की डे? सेंट्रल एक्साइज डे। The day is celebrated to mark the Central Excise and Salt Act, which was enacted on 24 February 1944। तो इम्पोर्टेंट है आखिर गोटे मन रखिए। CBIC रा फुल फॉर्म सेंट्रल बोर्ड ऑफ इनडायरेक्ट टैक्सेस एंड कस्टम्स ହେଲା। सेंट्रल बोर्ड ऑफ इनडायरेक्ट टैक्सेस एंड कस्टम्स। फेब्रुआरी मन रखी फेब्रुआरी 24 सेंट्रल एक्साइज डे सैला। CBIC रा फुल फॉर्म मन रखिए सेंट्रल बोर्ड ऑफ इनडायरेक्ट टैक्सेस एंड कस्टम्स। फेब्रुआरी 27 रे कौन हैदिला की डे? वर्ल्ड एनजीओ डे ହେଲା। वर्ल्ड एनजीओ डे होची फेब्रुआरी 27 तारिख। तार थीम होची 2024 तार थीम होची रिस्टोरिंग डिग्निटी थ्रू इंक्लूजन।
restoring dignity through inclusion. It was officially recognized by the member countries of the IC Baltic Sea NGO Forum Council of the Baltic Sea States in Lithuania in 2010. ଏତେ କଥା ମନେ ରଖିବା ଦରକାର ନାହିଁ। ୱାର୍ଲଡ ଏନଜିଓ ଡେ 27 ଫେବୃଆରୀ। ତା ଥେମ୍ ହେଉଛି ରିଷ୍ଟୋରିଂ ଡିଗ୍ନିଟି ଥ୍ରୋ ଇନକ୍ଲୁଜନ। ତାପରେ ଫେବୃଆରୀ 28 ନ୍ୟାସନାଲ ସାଇନ୍ସ ଡେ ଇଜ ସେଲିବ୍ରେଟେଡ୍ ଏଭ୍ରି ଇୟର ଅନ୍ ହୁଇଚ୍ ଡେ? ଫେବୃଆରୀ 28 କଣ ପାଇଁ ପାଳନ କରାଯାଉଛି? ମାର୍କ୍ସ ସିଭି ରମନ୍ସ ଡିସ୍କଭରି ଅଫ ଦ ରମନ ଇଫେକ୍ଟ 1928 ହେଲା। ସେଟା ରମନ ଇଫେକ୍ଟ ତ ଜାଣିଥିବ ସିଭି ରମନଙ୍କ ବିଷୟରେ। ରମନ ଆୱାର୍ଡ ଦ ନୋବେଲ ପ୍ରାଇଜ ଇନ୍ ଫିଜିକ୍ସ। ରମନ ଆୱାର୍ଡ ଦିଆ ହୁଏ ନୋବେଲ ପ୍ରାଇଜ ଇନ୍ ଫିଜିକ୍ସ 1923 ରୁ। ଫାର୍ଷ୍ଟ ସଲ୍ୟୁସନ କରାଯାଉଛି 1987 ରୁ। 2006 ଥେମ୍ କଣ? ଓମେନ୍ ଇନ୍ ସାଇନ୍ସ କାଟାଲାଇଜିଂ ବିକଶିତ ଭାରତ। ଓମେନ୍ ଇନ୍ ସାଇନ୍ସ କାଟାଲାଇଜିଂ ବିକଶିତ ଭାରତ ହେଲା। ତାହେଲେ ମୋର କହିଦେଉଛି ଆଉଥରେ କିଛି ଆଉ କିଛି ଟିକେ ଅଛି ଫେବୃଆରୀ ମାସରେ ଇମ୍ପୋର୍ଟାଣ୍ଟ ନାହିଁ କଥା କହିଦେଉଛି। ପଛାଡ଼ୁ ଯିବା। 28 ଫେବୃଆରୀ ହେଉଛି ନ୍ୟାସନାଲ ସାଇନ୍ସ ଡେ ଏବେ କହିଲି। 27 ଫେବୃଆରୀ ହେଉଛି ଏନଜିଓ ଡେ, ୱାର୍ଲଡ ଏନଜିଓ ଡେ କହିଛି। 24 ଫେବୃଆରୀ ହେଉଛି ସେଣ୍ଟ୍ରାଲ ଏକ୍ସାଇଜ ଡେ କୁହାଯାଇଛି। 23 ଫେବୃଆରୀ ହେଉଛି ୱାର୍ଲଡ ପିସ୍ ଇଣ୍ଟରନ୍ୟାସନାଲ ଡେ ଏଟା ବି କୁହାଯାଇଛି। 22 ଫେବୃଆରୀ ହେଉଛି ୱାର୍ଲଡ ଥିଙ୍କିଂ ଡେ ହେଲା। ତମମାନଙ୍କ ପାଇଁ ଭାବ ୱାର୍ଲଡ ଥିଙ୍କିଂ ଡେ। ତମମାନଙ୍କ ପାଇଁ ଗୋଟେ ଭାବନା ଦିବସ ବି କରିଦିଆଯାଇଛି ହେଲା। 22 ଫେବୃଆରୀ ବସି ଆଜି ତ ହେଲାଣି ଏପ୍ରିଲ ମାସ। କୁହନି ତମେ 22 ଫେବୃଆରୀ କିଛି ଭାବିଥିଲ କି ନାହିଁ? ଭାବି ତ ଥିବ ଆଉ ହେଲା। ୱାର୍ଲଡ ଥିଙ୍କିଂ ଡେ। 21 ଫେବୃଆରୀ ହେଉଛି ଇଣ୍ଟରନ୍ୟାସନାଲ ମଦର ଲାଙ୍ଗୁଏଜ ଏଟା କୁହାଯାଇଛି, ମନେ ରଖିଥିବ ଇମ୍ପୋର୍ଟାଣ୍ଟ ଅଛି। 20 ଫେବୃଆରୀ ହେଉଛି ମିଜୋରାମ ଫାଉଣ୍ଡେସନ ଡେ, ମନେ ରଖିଦେଇଥାଉ ହେଲା। ବାଇଚାନ୍ସ ପଚାରି ଦେଇପାରେ, ଓବିସି ଉପରେ ଭରସା ନାହିଁ, ତା ଇଚ୍ଛା ଯୁଆଡୁ ହବ ସିଆଡୁ ପଚାରିବ। 20 ଫେବୃଆରୀ ହେଉଛି ମିଜୋରାମ ଫାଉଣ୍ଡେସନ ଡେ। ଏତେ ଗୋଟେ 20 ଫେବୃଆରୀ ଅଛି ରେ। ଆଉ ଗୋଟେ ସେ 20 ଫେବୃଆରୀ ହେଉଛି ଅରୁଣାଚଳ ପ୍ରଦେଶର ଫାଉଣ୍ଡେସନ ଡେ ହେଲା। ସେଇ 20 ତାରିଖ ହେଉଛି ମିଜୋରାମର ଅରୁଣାଚଳ, ଏଇ ଦିଟା ଷ୍ଟେଟ ହେଉଛି ଫାଉଣ୍ଡେସନ ଡେ। ଆଉ ଗୋଟେ ସେ 20 ତାରିଖ ଅଛି ୱାର୍ଲଡ ଆନ୍ଥ୍ରୋପୋଲୋଜି ଡେ, ମନେ ରଖିଦେଇଥାଅ, ଅସୁବିଧା କଣ ମନେ ରଖିଦେଲେ। 18 ଫେବୃଆରୀ ହେଉଛି ଇଣ୍ଟରନ୍ୟାସନାଲ ଆସ୍ପେରସ୍ ଡେ, ଇମ୍ପୋର୍ଟାଣ୍ଟ ନାହିଁ, ମନେ ରଖିଦିଅ ଇଣ୍ଟରନ୍ୟାସନାଲ ଆସ୍ପେରସ୍ ଡେ। 17 ଫେବୃଆରୀ ହେଉଛି ଗ୍ଲୋବାଲ ଟୁରିଜିମ୍ ରେଜିଲାନ୍ସ ଡେ। 15 ଫେବୃଆରୀ ହେଉଛି ଇଣ୍ଟରନ୍ୟାସନାଲ ଚାଇଲ୍ଡହୁଡ କ୍ୟାନ୍ସର ଡେ। ଇଣ୍ଟରନ୍ୟାସନାଲ ଚାଇଲ୍ଡହୁଡ କ୍ୟାନ୍ସର ଡେ ହେଲା। ଖାଲି କ୍ୟାନ୍ସର ଡେ କେବେ ପାଳନ କହିଥିଲି ଏଇ ଫେବୃଆରୀ ମାସରେ କୁହ? ଖାଲି କ୍ୟାନ୍ସର ଡେ କେବେ ପାଳନ କରାଯାଇଥିଲା? ଆଉ ତାର ଥେମ୍ ଏଇଟା କମେଣ୍ଟ କର, କୁହାଯାଇଛି କମେଣ୍ଟ କର ହେଲା। ଏଇଟା କଲା କଣ? ୱାର୍ଲଡ ଇଣ୍ଟରନ୍ୟାସନାଲ ଚାଇଲ୍ଡହୁଡ କ୍ୟାନ୍ସର ଡେ ଗଲା 15 ଫେବୃଆରୀ। ପୁଣି ସେଇ 15 ଫେବୃଆରୀ ହେଉଛି ୱାର୍ଲଡ ପାଙ୍ଗୋଲିନ ଡେ। 14 ଫେବୃଆରୀ ହେଉଛି ୱାର୍ଲଡ କଞ୍ଜେଷ୍ଟିଆଲ ହାର୍ଟ ଡିଫେକ୍ଟ ଆୱାରନେସ୍ ଡେ। 13 ଫେବୃଆରୀ ହେଉଛି ନ୍ୟାସନାଲ ଓମେନ୍ସ ଡେ କୁହାଯାଇଛି। ତା ଥେମ୍ କମେଣ୍ଟ କର, ତା ଥେମ୍ କଣ? 13 ଫେବୃଆରୀ ସେଇ ୱାର୍ଲଡ ରେଡିଓ ଡେ ହେଲା। ଗୋଟେ ମନେ ରଖିଦେଇଥାଅ ୱାର୍ଲଡ ରେଡିଓ ଡେ। 12 ସେଠି କାହିଁ ଦିଆ ହେଇନି, ମନେ ରଖିଦେଇଥାଅ। 12 ଫେବୃଆରୀ ହେଉଛି ଆଉ ଗୋଟେ 13 ଫେବୃଆରୀ ଅଛି ନା, 13 ଫେବୃଆରୀ ସରିଲା। 12 ଫେବୃଆରୀ ହେଉଛି ଇଣ୍ଟରନ୍ୟାସନାଲ ଡେ ଫର ଦ ପ୍ରିଭେନ୍ସନ ଅଫ ଭାୟୋଲେଟ ଏକ୍ସଟ୍ରିମିଜମ ଆଜ ଆଣ୍ଡ ହ୍ୱେନ କଣ୍ଡିସିଭ ଟୁ ଟେରୋରିଜିମ, ମନେ ରଖିଦେଇଥାଅ ହେଲା। 12 ଫେବୃଆରୀ ହେଉଛି ନ୍ୟାସନାଲ ପ୍ରଡକ୍ଟିଭିଟି ଡେ। 11-14 ଇଣ୍ଡିଆ ଏନର୍ଜି ୱିକ୍ ହେଲା। ଇଣ୍ଡିଆ ବିଷୟରେ ମନେ ରଖିଦେଇଥାଏ, ଇଣ୍ଡିଆର ଏନର୍ଜି ୱିକ୍ ପଚାରି ଦେଇପାରେ 11-14 ଫେବୃଆରୀ। 10 ଫେବୃଆରୀ ହେଉଛି ସେଫର ଇଣ୍ଟରନେଟ ଡେ। ଏଇଟା ତମ ପାଇଁ ଇଣ୍ଟରନେଟ ତ ଘାଣ୍ଟି ଦେଉଥିବ ଆଉ, ଦିନକୁ 5 GB ସାରି ଦେଉଛ ହେଲା। ତମମାନେ ଗୋଟେ ପାଳନ କରାଯାଇଛି ଫେବୃଆରୀ 10 ଇଣ୍ଟରନେସନାଲ 11 ଫେବୃଆରୀ ସେଫର ଇଣ୍ଟରନେଟ ଡେ ହେଲା। ପୁଣି ସେ 11 ଫେବୃଆରୀ ହେଉଛି ଇଣ୍ଟରନ୍ୟାସନାଲ ଡେ ଅଫ ଓମେନ୍ ଆଣ୍ଡ ଗାର୍ଲ ସାଇନ୍ସ। ଇଣ୍ଟରନ୍ୟାସନାଲ ଡେ ଅଫ ଓମେନ୍ ଆଣ୍ଡ ଗାର୍ଲ ସାଇନ୍ସ ହେଉଛି 11 ଫେବୃଆରୀ। ଆଉ ଗୋଟେ 11 ଫେବୃଆରୀ ୱାର୍ଲଡ ଡେ ଅଫ ଶିଖ। 8 ଫେବୃଆରୀ ହେଉଛି ନ୍ୟାସନାଲ ଅପେରା ଡେ। 2nd to 8 ଫେବୃଆରୀ ହେଉଛି ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ ୱିକ୍ ହେଲା। ଇଣ୍ଡିଆର ଡେଭଲପମେଣ୍ଟ ୱିକ୍, ଇଣ୍ଡିଆର ଗୋଟେ ଏନର୍ଜି ୱିକ୍ ଅଛି 11-14 ଫେବୃଆରୀ। ଗୋଟେ ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ ୱିକ୍ ଅଛି 2-8 ଫେବୃଆରୀ। କନଫ୍ୟୁଜ ହେବନି, ମନେ ରଖ। ତାର 1-7 ଫେବୃଆରୀ ହେଉଛି ୱାର୍ଲଡ ଇଣ୍ଟରଫେଥ ହାରମୋନି ୱିକ୍।
6 February ହେଉଛି ଇଣ୍ଟରନ୍ୟାସନାଲ୍ ଡେ ଅଫ୍ ଜିରୋ ଟଲରେନ୍ସ ଫର୍ ଫିମେଲ୍ ଜେନିଟାଲ୍ ମ୍ୟୁଟିଲେସନ୍। 4 February ହେଉଛି ୱାର୍ଲ୍ଡ କ୍ୟାନ୍ସର ଡେ। ଆର ଥେମ୍ କମେଣ୍ଟ କର। 2 February ହେଉଛି ରିହିମୋଟେଡ୍ ଆର୍ଥ୍ରାଇଟିସ୍ ଡେ। 2 February ହେଉଛି ୱାର୍ଲ୍ଡ ୱେଟଲ୍ୟାଣ୍ଡସ୍ ଡେ। ଥେମ୍ କମେଣ୍ଟ କର। 1 February ହେଉଛି ଇଣ୍ଡିଆନ୍ କୋଷ୍ଟ ଗାର୍ଡ ଡେ। ପଢ଼ି ଚାଲ, ମନେ ରଖ। ଥ୍ୟାଙ୍କ ୟୁ ଫ୍ରେଣ୍ଡସ୍। ନେକ୍ସଟ ଆଉ ଗୋଟେ ଭିଡ଼ିଓରେ ଦେଖା ହେବା। ଲାଇକ୍ କର, ସେୟାର କର, କମେଣ୍ଟ କର। କିଛି ନାହିଁ, ଏତେ କିଛି ତମ ଇଚ୍ଛା ହେଲେ ଲାଇକ୍ ସେୟାର କର, କମେଣ୍ଟ କର, କିନ୍ତୁ ପଢ଼ି ଚାଲ, ଚାକିରି ଖଣ୍ଡେ କର। ଆଉ ଗୋଟେ କଥା, ଯଦି କାହାର PDF ଦରକାର କମେଣ୍ଟ କର, ମୁଁ ସେୟାର କରିଦେବି। ମୋ ଟେଲିଗ୍ରାମ ଚ୍ୟାନେଲ ଦିଆହେଇଛି ଲିଙ୍କରେ, ଯେଉଁ ଭିଡ଼ିଓର ଡେସ୍କ୍ରିପସନରେ ଲିଙ୍କ ଅଛି, ଜଏନ୍ ହେଇଯାଅ। ଆଉ